सर वेलकम का सीधी अवस्था स्टेज रे वीडियोग्राफर मेडिकल केस आज पवित्र गुरु दिवस रे अभिनंदन आम आमर कार्यक्रम को जीवा पूर्व बहु प्रतीक्षा हॉस्टेल जो हॉस्टेल वन मैगजीन जहाँकि मु आसिया पर मोर स्वप्न थिला आ पिला मानकर मध्य सेटा अपेक्षा थिला ता आज परिणीतारे परिणत ही तेणु ये मैगजीन ना रखाई परिणीता मु बर्तमान आमर अध्यक्ष महोदय आम पाखे अच्छा सब स्टाफ मैंने अच्छा सब पिला माने अच्छा तेणु अध्यक्ष महोदय को मु बर्तमान अनुरोध करुच्ची सर एटा को आमर इनागुरेट करेंगे तेणु पिला मानक मु रिक्वेस्ट करुच्ची तेणु जहाँ तार सरंजाम सब पाठ को आनिबे सर एटा संपादक विवरणी आमर संपादक को मु अनुरोध करुच्ची विवरणी प्रदान करी विद्रोहर स्वर सशक्तिकरण शक्ति और समाज परिवर्तन अग्नि शिखा जुगे जुगे नारी को केवल दुर्बल नीरव और सीमित कर रखा जाइतिला किंतु परिणीता कहूची नारी केवल सहायिका नुहे से हेउची सृष्टिर केंद्र प्रगतिर पथप्रदर्शिका और शक्तिर स्रोत नारी सृष्टिर आदि शक्ति और समाजर आत्मा किंतु विरोधाभास से नारी आज एकाधिक मुहरे समाजर प्रतिदिन संघर्ष करछंती एकपटे स्वप्नर मेघ को छुई ओलंपिक रे पदक आणुछंती साहित्य रे पद्मश्री सम्मान रे सम्मानित हेउछंती कला रे भारतीय परंपरा को विश्व मंच रे प्रकाशित करूछंती किंतु अन्य पटरे सेही नारी को जीवन को यौतुकर अग्नि दग्ध करूची विच्छिन्नर कलंक सर्वजनीन रक्त रे परिणत हेउची कार्य क्षेत्र रे असभ्यतार अस्त्र तांको स्वप्न को क्षत विक्षत करूची एही सामाजिक पटचित्र रे नारी केबे वीरंगना केबे शोषिता केबे सृष्टिकारिणी परंपरार सीमा पितृसत्तार नियम और अज्ञानतार अंधकार सबको भांगी से निजको निजे परिणीता करूछंती स्वप्न सहित साहस सहित
ଆଜିର ଆବଶ୍ୟକତା ନାରୀକୁ ସୁରକ୍ଷାର ପରିଧିରେ ନୁହେଁ ସମ୍ମାନର ଆଲୋକରେ ଦେଖିବା ଉଚିତ। କାରଣ ନାରୀରେ ନିହିତ ଅଛି ଜୀବନର ଅମୃତ, ସଂସ୍କୃତିର ମୂଳ ଓ ଆଗାମୀର ଆଶା। ଗୁରୁ ଦିବସର ଏହି ସନ୍ଧ୍ୟାରେ ଆମେ ମନେ ପକାଇବା ଉଚିତ ଯେ ନାରୀମାନେ ମା ରୂପରେ ଆମର ପ୍ରଥମ ଶିକ୍ଷିକା ଏବଂ ଗୁରୁ ରୂପରେ ପ୍ରେରଣାଦାୟୀ। ଏହି ପବିତ୍ର ଅବସର ତଥା ଉଦ୍ଘାଟନ ଅବସରରେ ଛାତ୍ରୀନିବାସରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ପ୍ରାଚୀର ପତ୍ରିକା ପରିଣୀତା। ଇତି ଅବସରରେ ମୁଁ ସମ୍ପାଦିକାର ଦାୟିତ୍ୱ ନିର୍ବାହ କରୁଥିବାରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଦୁର୍ଗାଶଙ୍କର ଦାସ ଏବଂ ତତ୍ତ୍ୱବଧାରକ ଡକ୍ଟର ପଦ୍ମନାଭ ପତ୍ରୀ ଓ ସହତତ୍ତ୍ୱବଧାରିକା ଡକ୍ଟର ଅଳକା ସାରଙ୍ଗୀ ଓ ଗୀତାଞ୍ଜଳି ମହୁରୀ ଏବଂ ଉପତତ୍ତ୍ୱବଧାରକ ପ୍ରସନ୍ନ କୁମାର ନାଥ ଏବଂ ଅନ୍ତେବାସୀମାନଙ୍କୁ କୃତଜ୍ଞତା ଜଣାଉଛି। Educated to our respected teachers and Sarvapalli Radhakrishnan. As we all know, Sarvapalli Radhakrishnan was a great philosopher, a great scholar, and a great teacher. Today's evening is incomplete without the God's blessings. So, I would like to welcome Principal Sir and all my dear teachers to the stage for the Pradeep Prajwalan. गुरु साक्षात परम ब्रह्म तस्मै श्री गुरवे नमः। गुरु गुरर्थ अंधकार गुरर्थ दूर करिबा अर्थात जी आमको अज्ञान रूपक अंधकारରୁ ମୁକ୍ତ କରି ସବୁବେଳେ ଜ୍ଞାନ ରୂପକର ଆଲୋକ ପ୍ରଦାନ କରିଥାନ୍ତି ସେ ହେଉଛନ୍ତି ପ୍ରକୃତ गुरु जुगे जुगे पूज्य एवं नमस्य। ଗୁରୁ ଯିଏ ନିଜେ ଜଳି ତାଙ୍କ କିରଣରେ କେବଳ ଛାତ୍ର ନୁହନ୍ତି ସମଗ୍ର ସମାଜକୁ ଆଲୋକିତ କରନ୍ତି ସେ ହେଉଛନ୍ତି ପ୍ରକୃତ ଗୁରୁ। ବର୍ତ୍ତମାନ ଆମେ ଆମର ପ୍ରତୀକ୍ଷା ଛାତ୍ର ନିବାସର ଛାତ୍ରମାନଙ୍କୁ ଅନୁରୋଧ କରୁଛୁ ଆସିକି ସ୍ୱାଗତ ସଙ୍ଗୀତ ପଠନ କରିବା ପାଇଁ। धरणी मार जोग्य संतान
ମହାବିଦ୍ୟାଳୟର କୃତି ଅଧ୍ୟକ୍ଷ ଭାବରେ ଆପଣ ଶିକ୍ଷକ ଶିକ୍ଷାୟତନ ଓ ଜନସାଧାରଣଙ୍କ ମଧ୍ୟରେ ସହଯୋଗ ଓ ଉତ୍ତମ ସଂଯୋଗର ସୁଦୃଢ଼ ସେତୁ ନିର୍ମାଣ କରିଚାଲିଛନ୍ତି। ସରଳ ସାବଲୀଳ ଜୀବନଚର୍ଯ୍ୟା, ଅନୁଶାସନ ପାଇଁ ସମ୍ମାନବୋଧ, ଶୋଭନୀୟ ସମାଜ ଗଠନରେ କ୍ରାନ୍ତିକାରୀ ଭୂମିକା, ସର୍ବୋପରି ଛାତ୍ରଛାତ୍ରୀଙ୍କ ସର୍ବୋତ୍ତମ ଚାରିତ୍ରିକ ବିକାଶ ପାଇଁ କ୍ରାନ୍ତିବିହୀନ କର୍ମଯୋଗ ଆପଣଙ୍କ କଳାତ୍ମକ ସୃଜନକ୍ଷମ ବ୍ୟକ୍ତିତ୍ୱର ଶ୍ରେଷ୍ଠ ପରିଚୟ। ଛାତ୍ରଛାତ୍ରୀଙ୍କ ହୃଦୟରେ ଖୋଲା ବହିରେ ଆପଣଙ୍କ ସୁବର୍ଣ୍ଣ ସ୍ୱାକ୍ଷର ଅନନ୍ତ କାଳ ପର୍ଯ୍ୟନ୍ତ ଦେବୀବ୍ୟପମାନ ହୋଇ ରହିବ। ଏ ଦେଶର ଭବିଷ୍ୟତ ଛାତ୍ରଛାତ୍ରୀମାନଙ୍କର ମାର୍ଗଦର୍ଶକ ରୂପେ ଆପଣ ସମ୍ମାନନୀୟ, ବନ୍ଦନୀୟ ଓ ପୂଜନୀୟ। ହେ ପୁରାଣ ଗୁରୁ, ଜାତି ନିର୍ମାଣର ଅନ୍ୟ ଜଣେ ଦ୍ରୋଣାଚାର୍ଯ୍ୟ, ଆଜିର ଏହି ପବିତ୍ର ଗୁରୁ ଦିବସ ସମାରୋହରେ ଆମ୍ଭେ ପ୍ରତୀକ୍ଷା ଛାତ୍ରନିବାସର ଅନ୍ତେବାସୀ ଆପଣଙ୍କ ମହାନ ପ୍ରଜ୍ଞା, ସମର୍ପିତ ବ୍ୟକ୍ତିତ୍ୱକୁ ସମ୍ମାନ ଓ ସ୍ୱୟଂସିଦ୍ଧ ଜଣାଇ ଗୁରୁ ପୂଜାର ପୂର୍ବାଞ୍ଚ ପ୍ରଦାନ କରୁଛୁ। ଈଶ୍ୱରଙ୍କ ନିକଟରେ ଆପଣଙ୍କ ଦୀର୍ଘ ନିରାମୟ ଜୀବନର ଜୟଯାତ୍ରା କାମନା କରୁଛୁ। ଇତି ଆପଣଙ୍କର ସ୍ନେହାଧୀନ ପ୍ରତୀକ୍ଷା ଛାତ୍ରୀନିବାସର ଅନ୍ତେବାସୀ ବୃନ୍ଦ। ଡକ୍ଟର ପଦ୍ମନାଭ ପଟ୍ଟନାୟକ, ତତ୍ତ୍ୱାବଧାରକ, ପ୍ରତୀକ୍ଷା ଛାତ୍ରୀନିବାସ ତଥା ବିଭାଗୀୟ ମୁଖ୍ୟ, ରସାୟନ ବିଜ୍ଞାନ ବିଭାଗ, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ। ମହାଶୟ, ଆପଣଙ୍କର କର୍ତ୍ତବ୍ୟ ପରାୟଣତା, ସମୟାନୁବର୍ତ୍ତିତା, କାର୍ଯ୍ୟଦକ୍ଷତା, ଲୋକପ୍ରିୟତା, ତ୍ୟାଗ, ନିଷ୍ଠା, ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ଆମ ଛାତ୍ରୀନିବାସ ତଥା ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ସଜଳ ସ୍ମୃତିରେ ହେଉଥିବା ବାରମ୍ବାର ଉଦ୍ଭାସିତ। ଆପଣ କେବଳ ଆମ ଛାତ୍ରୀନିବାସର ତତ୍ତ୍ୱାବଧାରକ ନୁହନ୍ତି, ଆପଣ ଆମର ଜୀବନର ଏକ ଅଭିଭାବକ, ମାର୍ଗଦର୍ଶକ। ଛାତ୍ରୀନିବାସକୁ ଏକ ସୁରକ୍ଷିତ, ସୁଖକର ଓ ପାରିବାରିକ ପରିବେଶରେ ପରିଣତ କରିବାରେ ଆପଣଙ୍କର ଅବିଶ୍ରାନ୍ତ ପରିଶ୍ରମ ଓ ତ୍ୟାଗ ଅତୁଳନୀୟ। ଆପଣଙ୍କର ନିରନ୍ତର ଉପସ୍ଥିତି, ସହାନୁଭୂତି ଓ ଦକ୍ଷ ପରିଚାଳନା ଆମକୁ ଏକ ନିରାପଦ ଆଶ୍ରୟସ୍ଥଳୀ ପ୍ରଦାନ କରିଛି, ଯାହା ଆମର ଶିକ୍ଷା ଓ ବ୍ୟକ୍ତିଗତ ବିକାଶରେ ଉଲ୍ଲେଖନୀୟ ଭାବରେ ସହାୟକ ହୋଇଛି। ଆପଣଙ୍କର ମାର୍ଗଦର୍ଶକ ଆମକୁ ଅନୁଶାସନ, ଦାୟିତ୍ୱବୋଧ, ଏକତା ଓ ପରସ୍ପର ପ୍ରତି ସମ୍ମାନର ମୂଲ୍ୟବୋଧ ଶିଖାଇଛି। ଶିକ୍ଷା କ୍ଷେତ୍ରରେ ମଧ୍ୟ ଜଣେ ପ୍ରବୀଣ ରସାୟନ ବିଭାଗର ଅଧ୍ୟାପକ ଭାବରେ ଆପଣଙ୍କର କର୍ମ ପ୍ରବଣତା ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିଛି। ହେ ଗୁରୁନାମ ଗୁରୁ, ଜାତି ନିର୍ମାଣର ଅନ୍ୟ ଜଣେ ଦ୍ରୋଣାଚାର୍ଯ୍ୟ, ଆଜିର ଏହି ପବିତ୍ର ଗୁରୁ ଦିବସ ସମାରୋହରେ ଆମ୍ଭେ ପ୍ରତୀକ୍ଷା ଛାତ୍ରୀନିବାସର ଅନ୍ତେବାସୀ ଆପଣଙ୍କ ମହାନ ପ୍ରଜ୍ଞା, ସମର୍ପିତ ବ୍ୟକ୍ତିତ୍ୱକୁ ସମ୍ମାନ ଓ ସମ୍ବର୍ଦ୍ଧନା ଜଣାଇ ଗୁରୁ ପୂଜାର ପୁଷ୍ପାର୍ଘ୍ୟ ପ୍ରଦାନ କରୁଛୁ। ଈଶ୍ୱରଙ୍କ ନିକଟରେ ଆପଣଙ୍କ ଦୀର୍ଘ ନିରାମୟ ଜୀବନର ଜୟଯାତ୍ରା କାମନା କରୁଛୁ। ଇତି ଆପଣଙ୍କର ସ୍ନେହାଧୀନ ପ୍ରତୀକ୍ଷା ଛାତ୍ରୀନିବାସର ଅନ୍ତେବାସୀ ବୃନ୍ଦ। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ। ମହାଶୟ, ଦୀର୍ଘକାଳ ପରେ ଛାତ୍ରଛାତ୍ରୀ ତଥା ସହକର୍ମୀଙ୍କ ଗହଣରେ ଜୈନିକ ପ୍ରବୀଣ ଗଣିତ ଅଧ୍ୟାପକ, ଧୁରୀଣ ସମୀରକ୍ଷ ତଥା ମାର୍ଗଦର୍ଶକ ଭାବେ ଆପଣ ଶ୍ରଦ୍ଧା ଓ ସମ୍ମାନର ଅଧିକାରୀ। ଛାତ୍ରଛାତ୍ରୀମାନଙ୍କୁ ସ୍ନେହ, ଶ୍ରଦ୍ଧା ଓ ଉଚିତ ମାର୍ଗଦର୍ଶନ ଦେଇ ବଡ଼ ଓ ଭଲ ମଣିଷ ଭାବରେ ଆପଣଙ୍କୁ ଗଢ଼ି ତୋଳିବା ପାଇଁ ଆପଣ ଯେଉଁ ଶ୍ରମ ଦେଇଛନ୍ତି, ତାହା ମୂଲ୍ୟାୟନ କରିବା ଆମ ପକ୍ଷରେ ସମ୍ଭବ ନୁହେଁ। ସାମଗ୍ରିକ ଭାବରେ ଆପଣଙ୍କ ଶିକ୍ଷଣୀୟ ବ୍ୟକ୍ତିତ୍ୱ, ତ୍ୟାଗ, ସ୍ନେହ, ଶ୍ରଦ୍ଧା, ଅନୁଶାସନରେ ପରିପୂର୍ଣ୍ଣ। କଠିନ ସମୟରେ ଆପଣଙ୍କର ଉତ୍ସାହ ଓ ସମର୍ଥନ ଆମକୁ ସବୁଦିନ ପ୍ରେରଣା ଦେଇ ଆସିଛି। ଆପଣଙ୍କର ଶିକ୍ଷା ଓ ସହାୟତା ଆମ ଜୀବନର ଏକ ଅମୂଲ୍ୟ ଅଂଶ ହୋଇ ରହିବ। ହେ ଗୁରୁନାମ ଗୁରୁ, ଜାତି ନିର୍ମାଣର ଅନ୍ୟ ଏକ ଦ୍ରୋଣାଚାର୍ଯ୍ୟ, ଆଜିର ଏହି ପବିତ୍ର ଗୁରୁ ଦିବସ ସମାରୋହରେ ଆମ୍ଭେ ପ୍ରତୀକ୍ଷା ଛାତ୍ରୀନିବାସର ଅନ୍ତେବାସୀ ଆପଣଙ୍କ ମହାନ ପ୍ରଜ୍ଞା, ସମର୍ପିତ ବ୍ୟକ୍ତିତ୍ୱକୁ ସମ୍ମାନ ଓ ସମ୍ବର୍ଦ୍ଧନା ଜଣାଇ ଗୁରୁ ପୂଜାର ପୁଷ୍ପାର୍ଘ୍ୟ ପ୍ରଦାନ କରୁଛୁ। ଈଶ୍ୱରଙ୍କ ନିକଟରେ ଆପଣଙ୍କ ଦୀର୍ଘ ନିରାମୟ ଜୀବନର ଜୟଯାତ୍ରା କାମନା କରୁଛୁ। ଇତି ଆପଣଙ୍କର ସ୍ନେହାଧୀନ ପ୍ରତୀକ୍ଷା ଛାତ୍ରୀନିବାସର ଅନ୍ତେବାସୀ ବୃନ୍ଦ। Yeah.
ଗମ୍ଭୀର ଆଉ ସମ୍ମାନସ୍ପଦ ସଭା ଆରମ୍ଭ କରାଯାଇଛି ହଷ୍ଟେଲ ତରଫରୁ। ପ୍ରଥମ ସଭାର ଉଦ୍ଦେଶ୍ୟ ହେଲା ଆମେ ଶିକ୍ଷକଙ୍କୁ ସମ୍ମାନ ଜଣାଇ ବା ଗୁରୁଙ୍କୁ ସମ୍ମାନ ଜଣାଇ ତାଙ୍କର ଗୁଣଗାନ କରିବା ଏବଂ ସମାଜ ପ୍ରତି ପିଲାଙ୍କ ପ୍ରତି ତାଙ୍କର ଯେଉଁ ରହିଛି ଗୁରୁ ଦାୟିତ୍ୱ ସଚେତନ କରାଇବା। ଏ ସଭାରେ ଉପସ୍ଥିତ ଅଛନ୍ତି ହଷ୍ଟେଲର ସୁପରିଟେଣ୍ଡେଣ୍ଟ ସାର୍ ଡକ୍ଟର ପଦ୍ମନାଥ ପତ୍ରୀ, ଡେପୁଟି ସୁପରିଟେଣ୍ଡେଣ୍ଟ ନାଥ ସାର୍ ଏବଂ ଅତିଥି ହିସାବରେ ଅଛନ୍ତି ମ୍ୟାଡାମ, 2 ଜଣ ମ୍ୟାଡାମ ଅଛନ୍ତି, ଇତିହାସ ବିଭାଗରୁ ଜଣେ ଆଉ ଜଣେ ଇକୋନୋମିକ୍ସରୁ। ଆଚ୍ଛା ଆଚ୍ଛା, ତ ବହୁତ ଭଲ କଥା। ୟା ଭିତରେ 2 ଜଣ ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ଅଛନ୍ତି। ଆଚ୍ଛା, ଅଳକା ମ୍ୟାଡାମ ଆଉ ଗୀତାଞ୍ଜଳି ମ୍ୟାଡାମ ଏବଂ ଷ୍ଟାଫ୍ ଯେଉଁମାନେ ହଷ୍ଟେଲର ପିଲାଙ୍କ ସହିତ ସବୁବେଳେ ବିଭିନ୍ନ ବିଷୟରେ ସମ୍ପର୍କରେ ଥାଆନ୍ତି, ସନ୍ଧ୍ୟା ମ୍ୟାଡାମ ଆଉ ସୁରଜିତ ହାଇଗୁରୁ, ପୁନା ଏବଂ ଅନ୍ୟ ସବୁ ଯତ୍ନ ନେବା ପାଇଁ କେୟାର ଟେକର ହିସାବରେ ଅଛନ୍ତି ଯେଉଁ ମ୍ୟାଡାମ ମାନେ, ଏବଂ ଅତି ପ୍ରିୟ ଛାତ୍ରୀମାନେ, ଶିକ୍ଷକଙ୍କର ଅତି ପ୍ରିୟ ଛାତ୍ର ବା ଛାତ୍ରୀ ଏବଂ ତାଙ୍କର ସମ୍ବଳ ମଧ୍ୟ ଶିକ୍ଷକଙ୍କର ଆଉ କିଛି ସମ୍ବଳ ନାହିଁ, କେବଳ ଏଇ ପିଲାମାନେ ଏବଂ ତାଙ୍କୁ ନେଇ ସେମାନେ ତାଙ୍କର କର୍ତ୍ତବ୍ୟ, ତାଙ୍କର ଜୀବନ, ତାଙ୍କର ସବୁ କିଛି ତ୍ୟାଗ କରିଥାନ୍ତି। ତେଣୁ ଆଜି ଏଇ ଗୁରୁ ଗମ୍ଭୀର ସଭାରେ ଆମେ ସେଇ ମହାପୁରୁଷଙ୍କ ପାଇଁ ତାଙ୍କୁ ସ୍ମରଣ କରୁଛୁ। ଗୁରୁ ଦିବସ ହିସାବରେ, ଜାତୀୟ ଗୁରୁ ଦିବସ ହିସାବରେ ଆମେ ସେପ୍ଟେମ୍ବର 5କୁ ତାଙ୍କ ଜନ୍ମ ଦିବସକୁ ପାଳନ କରିବା ପାଇଁ ସେ ଅନୁମତି ଦେଇଥିଲେ। ସେ ଆଉ କେହି ନୁହନ୍ତି, ସେଇ ମହାମହିମ ରାଷ୍ଟ୍ରପତି ଥିଲେ, ଦ୍ୱିତୀୟ ରାଷ୍ଟ୍ରପତି, ଏବଂ ତା ଛଡ଼ା ସେ ଜଣେ ବହୁତ ବିଖ୍ୟାତ ବଡ଼ ଫିଲୋସଫର ଥିଲେ। ତାଙ୍କର ଜୀବନ ଶୈଳୀ ଶିକ୍ଷା ଦେବା ଛଡ଼ା ସେ ପ୍ରଫେସର ଥିଲେ। ତାଙ୍କର ଜୀବନ ଶୈଳୀକୁ ଦେଖିଲେ ଏବଂ ପଢ଼ିଲେ ଜଣାପଡ଼ିବ ସିଏ କେତେ ମହାନ ଶିକ୍ଷକ ଥିଲେ। ସେଥିପାଇଁ ସେ ତାଙ୍କର ଜନ୍ମଦିନକୁ ଶିକ୍ଷକମାନଙ୍କ ପାଇଁ, ଶିକ୍ଷକଙ୍କର ତାଙ୍କର ବିଷୟରେ ମାନେ ସମସ୍ତଙ୍କୁ ସଚେତନ କରିବା ପାଇଁ ସେ ଏହା ପାଳନ କରିବା ପାଇଁ କହିଥିଲେ। ସେପ୍ଟେମ୍ବର 5ରେ ପାଳନ କରାଯାଏ। এটা ଜାତୀୟ, ଇଣ୍ଟରନ୍ୟାସନାଲ ଶିକ୍ଷକ ବା ଗୁରୁ ଦିବସ ଅଲଗା ଅଛି, କିନ୍ତୁ ଆମେ ଆମ ଭାରତବର୍ଷରେ ତାଙ୍କ କହିବା ଅନୁସାରେ, ତାଙ୍କର ଅନୁମତି ଅନୁସାରେ ଶିକ୍ଷକ ଦିବସ ପାଳନ କରୁଛୁ। ଶିକ୍ଷକ ବା ଗୁରୁ, ଗୁରୁ କହିଲେ ଆହୁରି ବ୍ୟାପକ। ଶିକ୍ଷକ କହିଲେ ପାଠ ପଢ଼ିବା ପାଇଁ କର୍ମଚାରୀ ବା ଦରମା ପାଉଛନ୍ତି, କିନ୍ତୁ ଗୁରୁ କହିଲେ ତାର ବ୍ୟାପକ ବ୍ୟାଖ୍ୟା ହୋଇପାରେ। ଯାହା ବି ହଉ, ଶିକ୍ଷକ ଗୁରୁ କେବଳ ପ୍ରଫେସନ ହିସାବରେ ୟାକୁ ଗ୍ରହଣ କରିନାହାନ୍ତି, ୟାକୁ ଗୋଟେ ଚାକିରି ହିସାବରେ ନୁହେଁ। ସେମାନେ ଜ୍ଞାନ ଦଉଛନ୍ତି ପିଲାମାନଙ୍କର। ଜ୍ଞାନ, ଆଜିକାଲି ଜାଣିଛୁ ଆମେ, ଜ୍ଞାନ ହଉଛି ପୃଥିବୀର ସବୁଠୁ ଶକ୍ତିଶାଳୀ ଅସ୍ତ୍ର। ସେଇ ଜ୍ଞାନର ଦାତା ସେମାନେ। ଜ୍ଞାନ କ୍ଲାସ ରୁମରେ ଦିଆଯାଇପାରେ। ଯେଉଁ ଶିକ୍ଷକମାନଙ୍କ କଥା ଆମେ ଦେଖୁଛୁ ବା ଅନୁଭବ କରୁଛୁ, ସେମାନେ ସବୁ ଶ୍ରେଣୀରେ, କକ୍ଷରେ ଶିକ୍ଷାଦାନ କରି ଜ୍ଞାନ ଦଉଛନ୍ତି, କିନ୍ତୁ ତା ଛଡ଼ା ଆହୁରି ବହୁତ କିଛି ରହିଛି। ଜ୍ଞାନ ଛଡ଼ା ଯେଉଁ ପ୍ରଜ୍ଞା, ଯେଉଁ ଡିସିପ୍ଲିନ, ନିଜର ବ୍ୟକ୍ତିତ୍ୱ ତିଆରି କରିବା ଏବଂ ଡିସିପ୍ଲିନ ବିଷୟରେ ଜାଣିବା ଏବଂ ଜୀବନରେ ବଞ୍ଚି ରହିବା ପାଇଁ ଯେତେ ସବୁ କଳା କୌଶଳ ଅଛି,
परिवेश परिस्थिति केमती निजकू संघर्ष भितर जारी रखी आग को बढ़ी पारे निजर आशा स्वप्न को साकार करहब तार केवल बापा माँ को छड़ा बापा माँ तो निश्चित प्रथम गुरु किंतु शिक्षक और विशेष भाव में देखुची जो मैंने छात्रावास बा जो हॉस्टेल में रोचती शिक्षक शिक्षा कर्मचारी समस्ते आहरी आहरी दायित्व बढ़ी जाऊँ गोटे जिन आज कह पालन कर उद्देश्य है आजिकल तो सबुदिन विभिन्न दिन में बहुत प्रकार दिवस पालन करा जाउची हाथ धोआ दिवस पखाड़ खिया दिवस ता सहित शिक्षक बा गुरु दिवस रही तेणु तार से आज गोटे दिन पर आम भूली जावा कथा नुहे शिक्षक माने गुरु माने तांकर जो प्रभाव पाठ सहित ज्ञान सहित जहाँ कहली ता छड़ा पिला माने चिंता करुथिबे जे गुरुकर प्रभाव कौन हो पाए मने मने भाविबा पड़िबो प्रकृत रे कौन गुरु इम्पोर्टेंट वर्तमान जुग रे ना सांप्रतिक परिस्थिति रे गुरु कौन करवा दरकार गुरु माने खाली कॉलेज नुहे कि यूनिवर्सिटी नुहे प्राइमरी स्कूल रु आरंभ करी चाटशाली रु आरंभ करी विश्वविद्यालय पर्यंत सेही माने गुरु जो माने पिला को निश्चित ताकर भावना ताकर चिंतारे गुरुकर अजाणत गोटे प्रतिबिंब गोटे छाप सृष्टि कर जोटा को आम कहूँ रोल मॉडल आप कौट देखा पिला प्रथम बापा माँ पर नेक्स्ट जी समय विश्वविद्यालय बा कॉलेज बा जो स्कूल भी कटाऊँ से सार मान संस्पर्श आसु सार मान किसी भल गुण थाए पाठ पढ़ाइबा छड़ा निश्चित भाव में प्रभावित करें पिला माने सार मान विषय भाविबा दरकार सम्मान जणाइबा दरकार आज गुरु दिवस उद्देश्य है सार मान सम्मान जणाइबा आम जदि सुजोग दबा सी एवं मागिबा आम ज्ञान दान से प्रकार आम परिवेश सृष्टि करवा गोटे पात्र जोटा कहती प्रकृत में ज्ञान दवाई से आम छात्री बा छात्र मान प्रस्तुत होगा पड़े ज्ञान नवाई जदि शिक्षक को आम गुरु बोली भाविबा एवं ज्ञान बा आम जो प्रज्ञा बा अन्य जिते प्रकार शिखिबा गुण सब ताकठू आशा करवा विशेष भाव में पाठपढ़ा सहित आजिकल आम जोटा कहूँ जो भैल्यू एथिक्स जदि शिक्षा हम ताले सोसाइटी रे निश्चित भाव में जो छात्र छात्री माने सेमाने भविष्य ताकर उन्नति शिक्षक मान द्वारा ही पारिबो सेमाने सेतिपाई समाज देशर प्रगति सबू शिक्षक निर्भर करे आम समस्ते सब बड़े एक कथा कहूँ किंतु जदि शिक्षक मानकु सही प्रकार सम्मान सुजोग न दि जाए ताहले केबे भी ही पारिबो नाही तेणु शिक्षक दिवस गोटे दिन पालन करी तापर भूली जावा सार प्रति भक्ति रहिबो नाही ताहले ताहले किछि आउ शिक्षार गुणवत्ता रहिबोनी केवल चाकरी करी दरमा पाइबा पई पढौछु कर्तव्य करूछु सेटा ही हो आगुर सेमती नथिला एबे सही प्रकार देखा गलानी दृष्टिकोण पिला माने मध्य निजकू डिस्ट्रैक्शन पाखु विभिन्न प्रकार सोशल मीडिया बा अन्य प्रचार को दूरे रखी पारना सेमाने जदि निजर भविष्य उज्जवल हवा चाहती ताहले सेमाने जो कर्तव्य करिया पाए आसीचंती हॉस्टेल रे रहउचंती ताकू ध्यान दबा दरकार पेरेंट्स बापा माँ विषय निज देश भीतर विषय भाविबे एवं कठिन परिश्रम करिवे ताहले तांकर स्वप्न साकार हो पाइबो एवं सेटा करिया पई हेले गोटे मार्गदर्शक जण दरकार कोनोसी जेकोसी व्यक्ति
बा व्यक्ति विशेष गुरु बिना केबे भी ऊपर को जाई पार नाहंती हुए तो द्रोणाचार्य कथा पढ़ी वशिष्ठ कथा भी हो पारे कृपाचार्य जिते गुरु अच्छा गुरु को गुरु जोटा रखी फटरे जगन्नाथ एवं श्रीकृष्ण मध्य अच्छा गीता सब जीवन सब किसी समस्या से समाधान कर इवन कर्ण से जने आउ जने महा धनुर्धारी से खोजिले गुरु कौटी मिल कहीं देले ना कहीं सहयोग कले ना जेहेतु से शिकार हेले जाति एवं जहा हो लुचेई से किंतु गुरु आशीर्वाद दरकार परशुराम पाखे जाके शिक्षा आउ समस्ते जानी से ट्राइबल पिला जी एकलव्य से कौटे गुरु पाइले किंतु गुरुकर द्रोणाचार्य गोटे प्रतिमूर्ति तैयारी से प्रैक्टिस कले सी फेमस हो गले बहुत विख्यात है निज कर्तव्य कला कौशल सब शिखिले चरम सीमा को गले कहीं गुरु को सी सब मन रखी जदिओ सुजोग पाइले किंतु गुरुकर गोटे इमेज गोटे रोल मॉडल मन रखी से कर्तव्य करते तेणु आजिकल समाज रे पिला माने जदि से भरोसा रखिबे गुरु को ऊपर गुरु निश्चित रूपे छात्र छात्री को से प्रकार सबू से तो निजे जड़ी जड़ी पिला को आलोकवर्तिका सदृश जीवन किसी सफल हम से काम करती से आज समाज रे से पूर्व परीक्षा हो न पारे भी किछिटा जदि डिसिप्लिन मेंटेन होता पिला माने निजे निजर डिसीजन नियंते निज ज्ञान बल कोटा ठीक भूल जानी पारते ताहले से शिक्षा बा गुरु को निश्चित भाव में ताहा सम्मान होता से विषय आउ विशेष आम जाचु जे आगु आम गुरु शिष्य परंपरा गुरु शिष्य बा शिष्या से परंपरा रे सब बेले गुरु केतबेले रागी जाती केतबेले पुणी खुशी होती सेटा संपर्क सेटा भल पाइबा तेणु ताकू समस्ते ध्यान रखी चिंता कर जदि आमे चलिबा गुरु निश्चित गुरु को सम्मान देले से निश्चित ताकर जेते करुणा थिबो कृपा थिबो पिला को ऊपर रहिबो से निश्चित पिलाकर मंगल हम से आगू को जीवे और शिखिबे शिक्षा आयतन आहरी तार गुरुत्व रोची भल जिनस को शिखा भैल्यू शिखा एथिक्स शिखा डिसिप्लिन शिखा ताहले मु भाबुची निश्चित रूपे आमे गोटे संसार रे भारतर से जो विश्व गुरु होबार अच्छी जे आमे विश्व गुरु कहीं आमर ज्ञान आमर गुरु मान गारिमा एते थिला जे विश्व को से माने दे पाथले मेसेज एवं से माने ताकर प्रतिष्ठा रक्षा करि पारथिले ज्ञान द्वारा एवं आजिकल जमते गुरु को गोटे दिन पालन कर देगी तापरे गुरु को बसाई उच्च आसने मारिबो विधा नाक कानी जदि कहिबे मली मली ताहले आखि कान रे दब बानी जदि न होला पुणी ताकू दब ठेली ना तेणु से प्रकार मनोवृत्ति त्याग करियो गुरु केबे भी पिलांकर क्षति चाहती नहीं मु अध्यक्ष हिसाब से देखे जो सार और मैडम माने पाठ पढ़ाया सहित पिला सहित भल संपर्क रखुच्च पिला को गाइड कर शिक्षा दौरान बहुत खुशी लगे तेणु भावे जे निश्चित गुरु हबार बा गुरुकर जो अध्यक्ष हो चिंता कर छुआ जो प्रकार स्नेह अच्छी तो खुशी लगे बहुत अच्छा आमर अध्यापक अध्यापिका से पाठ पढ़ाया सहित पिला सहित बेस भल दिग्दर्शन दौरान से खुशी लगे पिला वर्तमान सांप्रतिक परिस्थिति जो प्रकार परिवेश सृष्टि है केबे भी डिस्ट्रैक्ट होबनी निज कर्तव्य एपट सेपट होब नहीं का कथा शुणिकी से प्रकार कार्य किसी समस्या करिबो नहीं निजर घर देश कहारी जति क्षति न हुए निजर कर्तव्य
କୌଣସି ପ୍ରକାର ଆଞ୍ଚ ନ ଆସେ ତମର ଲକ୍ଷ୍ୟ ହାସଲ କରିବା ପାଇଁ ତମକୁ ସେଇ ଅର୍ଜୁନ ରକମ ହେବାକୁ ପଡ଼ିବ, ଗୋଟେ ଲକ୍ଷ୍ୟରେ ଚାଲିବାକୁ ପଡ଼ିବ। ସେଥିପାଇଁ ତମେ ନିରନ୍ତର ଚେଷ୍ଟା କରିବ। ତାହା ଯଦି କର ତାହେଲେ ଆଜି ଏ ଯେଉଁ ଶିକ୍ଷକ ଗୁରୁ ଦିବସ ପାଳନ କରିବାର ଯେଉଁ ପରମ୍ପରା ଏବଂ ଯେଉଁ ଗାମ୍ଭୀର୍ଯ୍ୟ ମହାନତା ନିଶ୍ଚିତ ଭାବରେ ସଫଳ ହେବ। ଏବଂ ସାରଙ୍କ ଭିତରେ ଗୁରୁଙ୍କ ଭିତରେ ଆଉ ଶିଷ୍ୟଙ୍କ ଭିତରେ ଯେଉଁ ସମ୍ପର୍କ ସେଟା ଯଦି ରହେ ତାହେଲେ ଦେଶ ପାଇଁ ଭଲ, ରାଜ୍ୟ ପାଇଁ, ଦେଶ ପାଇଁ ଏବଂ ସମାଜ ପାଇଁ ମଙ୍ଗଳ ହେବ। ଆଉ ବେଶୀ କହୁନାହିଁ, ମୁଁ ଆଶା କରେ ଅନ୍ୟ ସାର୍ ମାନେ ମଧ୍ୟ କିଛି କହିବେ ତମକୁ, ଶୁଣିବ। ତେଣୁ କହିଲେ ତ ବହୁତ କହି ହବ, କିନ୍ତୁ ବେଶୀ କହିବା ବି ଆଜିକାଲି ଯୁଗରେ ଠିକ ନୁହେଁ। ମାନେ ମୋର କହିବା ଉଦ୍ଦେଶ୍ୟ ହେଲା ତମେ ଜଗି ରଖି କହିବ, ବେଶୀ କଥା କହିବନି, ଯେତିକି ଦରକାର ସେତିକି। ସମୟ ଆସିଲେ ଯେତେବେଳେ ଦରକାର ପଚରାଯିବ କହିବ। ଆଜିକାଲି ଚଳିବା ପାଇଁ ହେଲେ ବି ଜୀବନରେ କେତେ ଗୁଡ଼ା ଶିକ୍ଷା କରିବାକୁ ପଡ଼ିବ, ଯୋଉଟାକି ଲାଇଫ୍ ସ୍କିଲ୍ କୁହାଯାଉଛି, କଳା କୌଶଳ, ବଞ୍ଚିବାର କଳା କୌଶଳ। ତମେ କେମିତି ଚ୍ୟାଲେଞ୍ଜ ଫେସ୍ କରିବ ସେଗୁଡ଼ା ମଧ୍ୟ ତୁମକୁ ଶିଖିବାକୁ ପଡ଼ିବ। ସାର୍ ମାନଙ୍କୁ ସହିତ ଭଲ ମ୍ୟାଡାମଙ୍କ ସହିତ ନିଶ୍ଚିତ ତମେ ତମର ଗାଇଡ୍ ହିସାବରେ, ଟ୍ରେନ୍ ଫିଲୋସଫର ଗାଇଡ୍ ହିସାବରେ ଶିକ୍ଷକ ମାନଙ୍କୁ ଯଦି ତମେ ସମ୍ମାନ ଦେବ, ତାଙ୍କଠୁ ଆଦାୟ କରିବାର ପାଠ ଯଦି ତମ ପାଖରେ ସେ ଗୁଣ ଥିବ ତାହେଲେ ନିଶ୍ଚିତ ତମେ ପାଇବ ଏବଂ ଭଲ ମଣିଷ ହେଇ ସମାଜକୁ, ଦେଶକୁ, ତମର ଯେଉଁ ଭବିଷ୍ୟତ ଏବଂ ତମର ଯେଉଁ ଗାରିମା ନିଶ୍ଚିତ ଆମର ଦେଶର ଏବଂ ଏଇ କଲେଜର ଏ ଛାତ୍ରୀ ନିବାସର ଗାରିମା ଆହୁରି ବଢ଼େଇବ। ମୁଁ ଆଶା କରି ସମସ୍ତେ ଭଲ ପିଲା ଅଛନ୍ତି। ମୁଁ ପ୍ରାୟ 2-3ଟା ଫଙ୍କସନ୍ ଆଟେଣ୍ଡ କଲିଣି। ବହୁତ ଟ୍ୟାଲେଣ୍ଟେଡ୍ ପିଲା ଅଛନ୍ତି। ପାଠ ଛଡ଼ା ଅନ୍ୟାନ୍ୟ ସବୁ କାମରେ ସବୁଥିରେ ସବୁ ଦେଖି ସାରିଲେଣି। ଯେକୌଣସି ଫଙ୍କସନ୍ ଯାହା ମ୍ୟାନେଜ କରିବା, ନାଚ, ଗୀତ, ଲେଖା, ଆର୍ଟ କରିବା, ସବୁ କଳା ନିପୁଣ ଅଛ। ନିଶ୍ଚିତ ତମର ଆହୁରି ଆଗକୁ ଭବିଷ୍ୟତ ଉଜ୍ଜଳ ହବ। ତମେ ତାକୁ ଆହୁରି ତମ ସେ ସ୍କିଲ୍ ପୁରା ଡେଭଲପ୍ କର ଏବଂ ଏକାଡେମିକ୍ ପାର୍ଟଟା ମଧ୍ୟ ଧ୍ୟାନରେ ରଖି ଚାଲ। ତମକୁ ଆଉ କେହି ଅଟକେଇ ପାରିବେ। ତମେ ନିଶ୍ଚିତ ସେଇ ପରିଣୀତା ଯୋଉଟା ତମେ କହୁଛ, କେତେ ବଡ଼ ବଡ଼ ଆହୁରି ସବୁ ବିଦୁଷୀ ତମେ ସୃଷ୍ଟି ହବ ଆମ ଦେଶ ପାଇଁ, ଯୋଉଟାକି ମଙ୍ଗଳ। ଏବଂ ବିଶେଷ କରି ଛାତ୍ରୀମାନେ ତାଙ୍କର ପ୍ରଭାବ ଦେଶ ଉପରେ ଏବଂ ସମାଜ ଉପରେ ବହୁତ ଅଧିକା। ସେମାନେ ବଡ଼ ହେଲା ପରେ ସେଇ ମେସେଜଟା ପରିବାରଠୁ ଆରମ୍ଭ କରି ଦେଶ, ଜାତି ସମସ୍ତଙ୍କୁ ନିଶ୍ଚିତ ପ୍ରଭାବ ଦେଖିବ, ଏହା ଆଶା କରେ। ଆଉ ଆଜି ସେଇ ମହାନ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ଜନ୍ମଦିନରେ, ଗୁରୁ ଦିବସରେ ସମସ୍ତେ ନିଶ୍ଚିତ ନିଜ ନିଜର ଯେତିକି ପରିସର ଭିତରେ ସମ୍ମାନ ବଜାୟ ରଖିକି ନିଜର କର୍ତ୍ତବ୍ୟ କରିଚାଲିବା ଏବଂ ଭଲ ମଣିଷ ହେବା। ଆଜିକାଲି ତ ପାଠ ପଢ଼ିବା ନିଶ୍ଚିତ ହେଉଛି, ତା ସହିତ ଭଲ ମଣିଷ କରିବା। ତେଣୁ ଭଲ ମଣିଷ ବି ହେଇ ବାହାରିବା, ଯଦି ସଫଳ ହୁଏ ତାହେଲେ ସବୁ ସମସ୍ୟା ଦୂର ହେଇଯିବ।